ବାଲେଶ୍ୱର ଏବଂ ମୋ ଘର ମଧ୍ୟ ଯାଜପୁର। ବାଲେଶ୍ୱର ପର୍ଯ୍ୟନ୍ତ ଯାଜପୁର ପର୍ଯ୍ୟନ୍ତ ମଧ୍ୟ ବଙ୍ଗଳା ଭାଷାର ପ୍ରଭାବ ଏବେ ଅଛି, ଯେଉଁଥିରେ କି ଆପଣଙ୍କ ବିଶେଷ ଭାବରେ ଚୈତନ୍ୟ ଦେବଙ୍କର କୀର୍ତ୍ତନ କଲାବେଳେ ଆଜ୍ଞା ଓଡ଼ିଆ ବଦଳରେ ସେମାନେ ବଙ୍ଗାଳୀ ଭାଷାର କୀର୍ତ୍ତନ ଗାନ କରୁଥିଲେ। ଅନ୍ୟମାନେ କହୁଥିଲେ ଯେ ବଙ୍ଗାଳୀ ଲେଖକ ମଧ୍ୟ କହିଥିଲେ ଓଡ଼ିଆ একটি ଭାଷା ନୁହେଁ। ହୁଁ କିନ୍ତୁ ଆମର ଗର୍ବ କରିବାର କଥା, ବଙ୍ଗଳା ଶାସ୍ତ୍ରୀୟ ମାନ୍ୟତା ପାଇବା ପୂର୍ବରୁ ଏବଂ 4ଟି ସାଉଥ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ସଂସ୍କୃତକୁ ଛାଡ଼ିଦେଲେ ଅନ୍ୟ ଭାଷା ପୂର୍ବରୁ ପ୍ରଥମ କରି ଓଡ଼ିଆ ଭାଷା ପାଇଲା ଏବଂ ସେଇଟା ହେଉଛି ଆମର ଗର୍ବ ଗୌରବର କଥା। ଏ କଥା ହେଲା ପରେ ଆମ ପାଇଁ ଅତି ଗର୍ବର କଥା ହେଉଛି ଓଡ଼ିଶା ରାଜ୍ୟ ମଧ୍ୟ ଭାଷା ଭିତ୍ତିରେ ଗଠନ ହେଇଛି। ଯେଉଁ ଆରମ୍ଭ କରିଥିଲେ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ, ଅନ୍ୟମାନେ ସବୁ ଗଜପତି ରାଜା, ମୟୂରଭଞ୍ଜ ରାଜା, ସମସ୍ତଙ୍କ ଉଦ୍ୟମରେ ଯେଉଁ ହେଇଥିଲା ଉତ୍କଳ ସମ୍ମିଳନୀ ନାଁରେ, ଏବଂ ସେ ରାଜ୍ୟ ସାରା ଭାରତବର୍ଷରେ ପ୍ରଥମ ରାଜ୍ୟ ଯିଏକି ଭାଷା ଭିତ୍ତିରେ ଗଠନ ହେଇଛି। 1936 ମସିହାରେ ଯାହା ଆମେ ପାଇଲୁ ଏପ୍ରିଲ 1 ତାରିଖରେ କେବଳ ଭାଷା ଭିତ୍ତିରେ ହେଇଛି। ତେଣୁ ଆମ ପାଇଁ ଭାଷାଟା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ।